ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। କାହିଁକି ପାଳନ କରାଯାଏ ମହାଶିବରାତ୍ରି ଆସନ୍ତୁ ଜାଣିବା। କାହିଁକି ପାଳନ କରାଯାଏ ମହାଶିବରାତ୍ରି ସାଙ୍ଗମାନେ କାହିଁକି ମହାଶିବରାତ୍ରି ପାଳନ କରାଯାଏ ଜାଣିବା। ଏହା ପଛରେ ଲୁଚି ରହିଛି କିଛି ରୋଚକୀୟ କଥା। ଆସନ୍ତୁ ଜାଣିବା। ମହାଶିବରାତ୍ରି ଦେଶ ଓ ବିଦେଶରେ ପୂଜା କରାଯାଉଥାଏ। ଏହି ଦିନଟିକୁ ସମଗ୍ର ଭାରତରେ ଅତି ପବିତ୍ର ଦିନ ବୋଲି ବିଚାରକୁ କୁହାଯାଏ। ଦିନବେଳା ଭକ୍ତମାନେ ନିର୍ଜଳ ରହିଥାନ୍ତି ଓ ରାତି ହେଲେ ଉଜାଗର ରହି ଦୀପଦାନ ଜରିଆରେ ପ୍ରଭୁଙ୍କୁ ସ୍ମରଣ କରିଥାନ୍ତି। ମହାଦୀପ ଉଠିବା ପରେ ଏହା ପରିସମାପ୍ତି ହୋଇଥାଏ। କିଛି ସନ୍ଥ ମତରେ ଶିବରାତ୍ରି ଦିନରେ ସମୁଦ୍ର ମନ୍ଥନରେ ଯେଉଁ ହଳାହଳ ବିଷ ନିର୍ଗତ ହୋଇଥିଲା, ଜଗତର ରକ୍ଷା କରିବା ପାଇଁ ଦେବାଧିଦେବ ମହାଦେବ ତାହା ପିଇ ଯାଇଥିଲେ। ଏକଥା ମଧ୍ୟ କୁହାଯାଏ ଏହି ଦିନ ଶିବଲିଙ୍ଗ ପ୍ରତିଷ୍ଠା ହୋଇଥିଲା। ଏହାକୁ ଆଧାର କରି ବ୍ରହ୍ମା ଓ ବିଷ୍ଣୁଙ୍କର ପରୀକ୍ଷା ନେଇଥିଲେ ଶିବ ମହାଦେବ। ଶିବଙ୍କର ଏହି ପବିତ୍ର ପୂଜା ଫାଲ୍ଗୁନ ମାସ ଚୈତ୍ର ଚତୁର୍ଦ୍ଦଶୀ ତିଥିରେ ଆରମ୍ଭ ହୋଇଥିଲା। ଏକଥା କୁହାଯାଏ ପ୍ରଭୁ ଶିବ ରାତ୍ରି ଦିନରେ ତାଣ୍ଡବ ନୃତ୍ୟ ପରିବେଷଣ କରିଥିଲେ ଏବଂ ବିଶ୍ୱାସ ରହିଛି ପ୍ରଭୁ ଶିବ ରାତ୍ରିରେ ପ୍ରଥମ ଗୁରୁ ଯାହାକି ଆଦିଗୁରୁ ଶିବଙ୍କ ଆରାଧନା କରି ଜ୍ଞାନ ପ୍ରାପ୍ତ କରିଥିଲେ। ଏକ ପୌରାଣିକ ମତରେ ଶିବରାତ୍ରି ଦିନ ପ୍ରଭୁ ଶିବ ମା ସତୀଙ୍କ ସହିତ ବିବାହ କରିଥିଲେ। ସନ୍ଥ ପୁରାଣ ଓ ଲିଙ୍ଗ ପୁରାଣ ଓ ଶିବ ପୁରାଣରେ ସ୍ପଷ୍ଟ ଭାବରେ ଶିବରାତ୍ରି ବିଷୟରେ ଉଲ୍ଲେଖ ରହିଛି। ତେବେ ଅଜ୍ଞାନ ଓ ଅନ୍ଧାରରୁ ମୁକ୍ତି ପାଇବା ପାଇଁ ଏହି ଦିନଟିକୁ ପାଳନ କରାଯାଏ। ଖାସ୍ ସେଇଥିପାଇଁ ଭକ୍ତମାନେ ଜାଗରଣ ରହି ମନ, ଚେତନା ଓ ବୁଦ୍ଧିରେ ବଡ଼ ଧାରଣାର ପରିବର୍ତ୍ତନ ଆଣିଥାନ୍ତି। କେବଳ ସେତିକି ନୁହେଁ, ଶିବରାତ୍ରି ଦିନରେ ସ୍ୱତନ୍ତ୍ର ଏକଥା ବିସ୍ତାର ହୋଇଥାଏ। ସୃଷ୍ଟିର ସୌଜନ୍ୟ ଏପରି ହୋଇଛି, ଏକ ଅନ୍ତିମ ନିର୍ଣ୍ଣୟରେ ଏକ ବିନ୍ଦୁ କେହି ପହଞ୍ଚି ପାରିବେ ନାହିଁ। ଅର୍ଥାତ୍ ଜଗତର ପ୍ରତିଟି ପ୍ରାଣୀ ବଡ଼ ଓ ଛୋଟ ବୋଲି କୁହାଯାଇ ପାରିବ ନାହିଁ। ସମୟର ଆବଶ୍ୟକତାରେ ଜଗତର ପ୍ରତିଟି ସୃଷ୍ଟି କିଛି ନା କିଛି ଜ୍ଞାନର ଅଧିକାରୀ ଏବଂ ସ୍ଥଳ ବିଶେଷରେ ଉପଯୋଗିତା ମଧ୍ୟ। ଆଶୁତୋଷ ଶିବରାତ୍ରି ଦିନରେ ଭକ୍ତଙ୍କୁ ଆଶୀର୍ବାଦ ଦେଇଥାନ୍ତି। ଆମ ବ୍ୟବସ୍ଥାରେ ପ୍ରତି ଚନ୍ଦ୍ରମାସରେ ଶିବଙ୍କୁ ପୂଜା ଦିଆଯାଇଥାଏ। ଦ୍ୱାଦଶ ମାସରେ କରାଯାଇଥିବା ଶିବଙ୍କର ଏହି ପୂଜାକୁ ମହାଶିବରାତ୍ରି ବୋଲି କୁହାଯାଏ। ଅନ୍ୟ ସବୁ ଦେବାଦେବୀଙ୍କ ପୂଜା ଅପେକ୍ଷା ଏହାର ସ୍ୱତନ୍ତ୍ରତା ରହିଛି। ଦିନଟି ଯାକ ଉପବାସ ରହିବାକୁ ପଡ଼େ। ଜାଗର ଜାଳି ପ୍ରଭୁଙ୍କର ଆରାଧନା କରିଥାନ୍ତି। ଓଁ ନମଃ ଶିବାୟ ଓ ପଞ୍ଚାକ୍ଷର ମନ୍ତ୍ରରେ ପ୍ରତିଫଳିତ ହୋଇଉଠେ ଶୈବ ପୀଠ। ଓଡ଼ିଶାର ପୁରୀ ଲୋକନାଥ ପୀଠ, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପୀଠ, ଢେଙ୍କାନାଳ କପିଳାସସ୍ଥିତ ପ୍ରଭୁ ଚନ୍ଦ୍ରଶେଖର ଶରଣକୂଳରେ ଥିବା ଲଡୁବାବା ଓ କଟକର ଧବଳେଶ୍ୱର, ଭଦ୍ରକର ଆଖଣ୍ଡଳମଣି, ବାଲେଶ୍ୱର ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱରଠାରୁ ଆରମ୍ଭ କରି ପ୍ରତି ଦିନରେ ପ୍ରଭୁଙ୍କ ଶୈବପୀଠ ଏହି ଶିବରାତ୍ରିରେ ଲୋକାର୍ପିତ ହୋଇଉଠେ। କେବଳ ଓଡ଼ିଶାରେ ନୁହେଁ, ତାମିଲନାଡୁରେ ତିରୁମଲାଇ ଥିବା ଆଲ୍ଲାମାଇ ମନ୍ଦିରରେ ଶିବରାତ୍ରି ଧୁମଧାମରେ ପାଳନ କରାଯାଏ। ଦୀର୍ଘ 14 କିଲୋମିଟର ଧରି ଖାଲି ପାଦରେ ଭକ୍ତମାନେ ପାହାଡ଼ ଉପରକୁ ଯାଇ ପ୍ରଭୁଙ୍କର ଆରାଧନା କରିଥାନ୍ତି। ଦୀପଦାନ ଆଦି ପରମ୍ପରା ମଧ୍ୟ ରହିଛି। ଏହିପରି କେତେଗୁଡ଼ାଏ ପୀଠରେ ପୂଜା ମଧ୍ୟ କରାଯାଏ। ଏହିପରି ବିବାହିତ ମହିଳାମାନେ ତାଙ୍କ ସ୍ୱାମୀ ଓ ପିଲାଙ୍କ ମଙ୍ଗଳ କାମନା କରି ପୂଜା ଆରାଧନା କରିଥାନ୍ତି, ଦୀପଦାନ ବି କରିଥାନ୍ତି। ଏହିପରି ଆଧ୍ୟାତ୍ମିକ ଓ ଜ୍ଞାନଭିତ୍ତିକ ଷ୍ଟୋରି ଜାଣିବା ପାଇଁ ଏବେ ହିଁ ସାଇ ଓଡ଼ିଆ ଷ୍ଟୋରିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।